ଅରଲେଖା ଆର୍ଟ ସ୍କୁଲର ବ୍ଲକ ସ୍ତରୀୟ ଚିତ୍ର ଓ ନୃତ୍ୟ ପ୍ରତିଯୋଗିତା। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ କାର୍ଯ୍ୟାଳୟ ନିକଟକୁ ଲାଗି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରହିଛି। ଏହି ଶିକ୍ଷା କେନ୍ଦ୍ର ପରିସରରେ ଶିଶୁମାନଙ୍କୁ ଚିତ୍ରାଙ୍କନ ଓ ନୃତ୍ୟ ପରିବେଷଣ ଦିଗରେ ପାରଦର୍ଶିତା ହାସଲ କରିବା ପାଇଁ ଅରଲେଖା ନାମରେ ଏକ ଆର୍ଟ ସ୍କୁଲ ନୂତନ ଭାବେ ଗଢ଼ି ଉଠିଛି। ଉକ୍ତ ଅନୁଷ୍ଠାନର ଦେବଶିଳ୍ପୀ କାରିଗର ତଥା ଚିତ୍ରକଳାରେ ପାରଙ୍ଗମ ନୃସିଂହଚରଣ ବେହେରା ମୁଖ୍ୟ ପରିଚାଳକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଅନୁଷ୍ଠାନଟି ଖୋଲିବାର ଗୋଟିଏ ବର୍ଷରେ ପଦାର୍ପଣ କରିନଥିବା ବେଳେ ଏହାରି ମଧ୍ୟରେ ରବିବାର ଦିନ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ ନୃତ୍ୟ ପରିବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଚିତ୍ର ଉପରେ 55 ଜଣ ଓ ନୃତ୍ୟ ପରିବେଷଣ ଉପରେ 70 ଜଣ ବିଭିନ୍ନ ବର୍ଗର ପ୍ରତିଯୋଗୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପାଇଁ କଳାକାର ମନୋଜ କୁମାର ଦାସ ଓ କେଦାର ଗୁରୁଜୀ ପ୍ରତିଯୋଗୀମାନଙ୍କର ମୂଲ୍ୟାଙ୍କନ କରିଥିବା ବେଳେ ନୃତ୍ୟ ପରିବେଷଣ ଉପରେ ନୃତ୍ୟଗୁରୁ ରାଜଲକ୍ଷ୍ମୀ ଖୁଣ୍ଟିଆ ମୂଲ୍ୟାଙ୍କନ ଦାୟିତ୍ୱ ନିର୍ବାହ କରିଥିଲେ। ଅରଲେଖା ଆର୍ଟର ମୁଖ୍ୟ ପରିଚାଳକ ନୃସିଂହଚରଣ ବେହେରାଙ୍କ ନେତୃତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଗୌରାଙ୍ଗଚରଣ ବେହେରା, ସର୍ବେଶ୍ୱର ଦଳ ବେହେରା, ଅପରାଜିତା ସାମଲ ଓ ଜିକୁ ସାମଲ ପ୍ରାରମ୍ଭରୁ ଅନ୍ତିମ ପର୍ଯ୍ୟନ୍ତ ପୂର୍ଣ୍ଣ ସହଯୋଗ କରିଥିଲେ। ସମସ୍ତ ଅଭିଭାବକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। सभापति वीरभद्र साहित्य संसद गड़पर्जन आज अरस्मिता अरलेखा आर्ट एंड क्राफ्ट स्कूल एक प्रतियोगिता अनुष्ठित यार पृष्ठपोषक होती उदयमान कलाकार शिल्पी नृसिंहचरण बेहेरा। आम अंचल से जड़े स्वनामधन्य शिल्पी एवं उद्देश्य हूँ पर्जंग ब्लक में कला और नृत्यर विकास जोटा कि पर्जंग ब्लक विशेष भाव में अग्रगति करना। आम धन्यवाद जनाऊँ श्रीमान नृसिंहचरण बेहेरा को से दिगरे आहरी आगे जातु एवं ये अंचल शिक्षा ता सहित कला एवं चित्रांकन को आहरी ऊर्धक नियंतु भगवान पाखे ये प्रार्थना करी अंतर शुभेच्छा जय हिंद। आउटे फटो नबा ब्यूरो रिपोर्ट एक्सप्रेस ओडिशा।